অনুগ্রহ করি ଆମମାନଙ୍କୁ ସୁନ୍ଦର ଦିନ ସମୟ ଦେଇଛନ୍ତି। ଅନେକ ଲୋକ ଏ ପ୍ରକାର ସମୟ ସୁଯୋଗ ଚାହିଁ ସୁଦ୍ଧା ପାଇପାରୁନାହାନ୍ତି। ମାତ୍ର ପ୍ରଭୁଙ୍କର ଅନୁଗ୍ରହ ତାଙ୍କରି ରହିଥିବାରୁ ଆମମାନଙ୍କୁ ଜୀବିତମାନଙ୍କ ମଧ୍ୟରେ ରଖିଛନ୍ତି। ସେଥିପାଇଁ ତାଙ୍କର ନାମ ସଦା ସର୍ବଦା ଗୌରବ ପ୍ରଶଂସା କରିବା ଆମମାନଙ୍କର ଉଚିତ। ଆଜି ତାଙ୍କର ନାମ ସଦା ସର୍ବଦା ଉଚ୍ଚ ହେଇଥାଏ। ଆମେ କାଲି ସେ ଦେଖୁଥିଲୁ କେତେ ସୁନ୍ଦର ବିଷୟ ସେ ସୃଷ୍ଟି କରିଛନ୍ତି। ସେ ସୃଷ୍ଟିରେ ଥିବା ମନୁଷ୍ୟମାନେ ଆମେ ସେଠି ଅଛୁ। କଥା ମାଧ୍ୟମରେ ସବୁ ସୃଷ୍ଟି ହେଲା। ଆମକୁ କଥା ମାଧ୍ୟମରେ ସୃଷ୍ଟି କଲେ, ନିଜ ହସ୍ତରେ ତିଆରି କଲେ। ତେବେ ଆମେ ସୁସ୍ଥ ବସ୍ତୁ। ପ୍ରଭୁଙ୍କର ନାମ ଗୌରବ। ପ୍ରଭୁ ଏତେ ସୁନ୍ଦର ସମୟ ଆମମାନଙ୍କୁ ଦଉଛନ୍ତି। ସେଥିପାଇଁ ବାକ୍ୟର ଲେଖା ହେଇଛି ଅନେକ ଆହୁତ ଅଳ୍ପ ମନୋନୀତ। ସେ ଅଳ୍ପ ମନୋନୀତ ଭିତରେ ଆମମାନଙ୍କୁ ପ୍ରଭୁ ରଖିଛନ୍ତି। ସେଥିପାଇଁ ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦିଏ। ଆମମାନେ କେତେ ଧନ୍ୟବାଦୀ ଆରି କେତେ ଆମମାନେ ଅନୁଗ୍ରହ ପାତ୍ର ନାହିଁ। ସେଥିପାଇଁ ଆମମାନଙ୍କୁ ବାଛିଛନ୍ତି। ଆମମାନେ ଏଠାରେ ଅଛୁ। ଅନେକ ଲୋକଙ୍କୁ ସମୟ ଅଛି, ସୁଯୋଗ ଅଛି, କିନ୍ତୁ ଆସିପାରୁନାହାନ୍ତି। ମାତ୍ର ପ୍ରଭୁ ଯାହାକୁ ପ୍ରେମ କରନ୍ତି ସେମାନେ ହିଁ ଆସନ୍ତି, ବସନ୍ତି ଏବଂ ଶୁଣନ୍ତି ଏବଂ ତାହାକୁ ପାଳନ ମିଶା କରନ୍ତି। ମାନେ ଗୋଟେ ବିଷୟ ଦେଖବା, ତାହା ଲେଖା ଅଛି 2 Corinthians 5 ପର୍ବ 17 ପଦ। ସେଠାରେ ଏ ପ୍ରକାର ଲେଖା ଯାଇଅଛି, ତେଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି ତେବେ ସେ ନୂତନ ସୃଷ୍ଟି ହୋଇଅଛି। ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ଯେତେବେଳେ ଆମେ ପ୍ରଭୁଙ୍କ ଠାରେ ନଥିଲୁ ସେଟା ଆମର ପୁରୁଣା ବିଷୟ। ସେ ପୁରୁଣା ବିଷୟଟି ହେଇଛି ପ୍ରଭୁଙ୍କୁ ଯେତେବେଳେ ଆମେ ଗ୍ରହଣ କଲୁ ଲୋପ ପାଇଯାଇଛି। ସେଟାର ନାମ ନିଶାନ ମିଶାନ କିଛି ନାହିଁ। ଆମେ କି ସେଇଠୁ ନୂତନ ସେ ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ତେବେ ଆମେ ନୂତନ ମଣିଷ ହେଲୁ, ନୂତନ ବିଷୟ ହେଲା, ଆମେ ନୂତନତାରେ ଚାଲବା। ଏ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରେ ଏବଂ ସବୁ ସମସ୍ୟାର ସମାଧାନ କରିବା ପ୍ରଭୁ ବି ସେ ଅଟନ୍ତି ଏବଂ ସବୁ ପଥ ପ୍ରଦର୍ଶକ ଆମମାନଙ୍କର ସେ ରାସ୍ତା ହିଁ ଅଟନ୍ତି। କାଲି ଦେଖୁଥିବା ସେ ଜଗତର ସୃଷ୍ଟିକର୍ତ୍ତା, ସେ ସୃଷ୍ଟିକର୍ତ୍ତାଙ୍କୁ ଯଦି ଆମେ ପ୍ରେମ କରୁଛୁ, ଗ୍ରହଣ କରୁଛୁ ବୋଲେ ସୃଷ୍ଟିର ବିଷୟ ମାନଙ୍କୁ ମିଶା ଟିକେ ଜାଣବା। ସେଥିରୁ ମୁଖ୍ୟ ବ୍ୟକ୍ତି ମାନେ କିଏ? ସେଥିପାଇଁ ଆମକୁ କହିଲେ କିସ୍ ବୋଲି ଶ୍ରେଷ୍ଠ ପ୍ରାଣୀ ବୋଲେ, ପଶୁ ବୋଲି କହିଲେ କି ନାଇଁ। ତେବେ ଆମେ କି ସେଠୁ ନୂତନ ସୃଷ୍ଟି ହୋଇଛୁ। ତେବେ ଆମେ ହେଲୁ ଶ୍ରେଷ୍ଠ ପ୍ରାଣୀ। ଅଲଗା ଲୋକର ମାନଠୁ ଭିନ୍ନ ଅଛୁ। ସେଥିପାଇଁ ଆମକୁ କହୁଛନ୍ତି ନୂତନ ସୃଷ୍ଟି। ତେବେ ଆମେ ନୂତନ ସୃଷ୍ଟିର ବ୍ୟକ୍ତି ମାନେ, ସେଥିପାଇଁ ଆମେ ନୂତନତା ବିଷୟ ମାନେ ସବୁ ଶିଖବା ଏବଂ ପ୍ରଭୁଙ୍କୁ ଆମେ ଜାଣିବାକୁ ଚେଷ୍ଟା କରିବା। ମୁଁ ଗତ ମାନେ ଗୋଟେ ଶୁକ୍ରବାର ଦିନ କହୁଥିଲି, ଅଧା କହିଲି ଅଧା ରଖିଦେବି। କାହିଁକି ଆମକୁ ପ୍ରଭୁ ତିଆରି କରୁଛନ୍ତି ଆହୁରି ଟିକେ ଶିଖବା ବୋଲି। ମୁଁ କଣ କହିଥିଲି ସେତେବେଳେ, ଜଣେ ପ୍ରଭୁଙ୍କ ଠାରେ ଯଦି ବିଶ୍ୱାସ କଲେ କଣ ହୁଏ ବୋଲି ଗୋଟେ ଟପିକ ଦେଇଥିଲି। ତେବେ ସୃଷ୍ଟିରେ ନାଇଁ କି ଆମେ ଅଛୁ, ତେବେ ଆମେ ତାଙ୍କ ଠାରେ ବିଶ୍ୱାସ କରେ ସୃଷ୍ଟ ବିଷୟ ବସ୍ତୁ ବା ଏ ବ୍ୟକ୍ତି କଣ ହେବ ତାଙ୍କ ଠାରେ ବିଶ୍ୱାସ କଲେ। ଆମେ ସୃଷ୍ଟି ହେଲୁ, କଣ ହେଇଛୁ ନୂତନ ସୃଷ୍ଟି ହେଇଛୁ। ସେ ତାଙ୍କର ନାମ ଗୌରବ। ଆଉ ମାନେ ଗୋଟେ ବିଷୟ ଫିଟାଇବା, ଯାହା ଲେଖା ଅଛି ରୋମିଓ 22 ପର୍ବ 6 ପର୍ବ 22 ପଦ। ରୋମିଓ 6:22 ଫିଟାଇଲେ କି, କିନ୍ତୁ ଏବେ ପାପର ଅଧୀନତାରୁ ମୁକ୍ତ ହୋଇ ଈଶ୍ୱରଙ୍କ ଦାସ ହେବାରୁ ତୁମେମାନେ ପବିତ୍ରତା ଉଦ୍ଦେଶ୍ୟରେ ଫଳ ପାଉଛ, ଆଉ ଏଥିରେ ପରିଣାମ
ଅନନ୍ତ ଜୀବନ। Praise the Lord. କିନ୍ତୁ ଏବେ ପାପର ଅଧୀନତାରୁ ମୁକ୍ତ ହୋଇ ଈଶ୍ୱରଙ୍କର ଦାସ ହେବାରୁ ତୁମେମାନେ କଣ ପରିତ୍ରାଣତା ଉଦ୍ଦେଶ୍ୟରେ ଫଳ ପାଉଅଛ। ଆମେ ଯେତେବେଳେ ଜଗତର ଅଧୀନରେ ଥିଲୁ, ପାପର ଅଧୀନରେ ଥିଲୁ, ମାତ୍ର ଆମକୁ ପ୍ରଭୁ ମୂଲ୍ୟ ଦେଇକରି ସେ ଅଧୀନରୁ ମୁକ୍ତ କଲେ। ତେବେ ଆମେ କଣ ହଉଛୁ? ପରିତ୍ରାଣ ପ୍ରାପ୍ତ ହଉଛୁ ସମସ୍ତ ପାପରୁ, ସମସ୍ତ ସମସ୍ୟାରୁ, ସମସ୍ତ ଏ ଜଗତର ମୋହମାୟାରୁ ଆମମାନଙ୍କୁ ସେ ଉଦ୍ଧାର କରିବା ପାଇଁ, ମୁକ୍ତି କରିବା ପାଇଁ, ଏ ଜଞ୍ଜାଳରୁ, ସେଥିପାଇଁ ସେ ନିଜେ ମୂଲ୍ୟ ଦେଲେ। ଆରେ ସେ ମୂଲ୍ୟ ଦେଇକରି ଆମମାନଙ୍କୁ କିଣିଛନ୍ତି। ସେ ମୂଲ୍ୟ କଣ? ତାଙ୍କର ବହୁ ମୂଲ୍ୟ ରକ୍ତ ଦେଇଛନ୍ତି। କେହି କାର ପାଇଁ କେବେ ଜୀବନ ଦେଇନାହିଁ କି ଦେଇ ମିଶା ପାରବ ନାହିଁ, ଯୀଶୁଙ୍କୁ ଛାଡ଼ିଦେଲେ। ସେଥିପାଇଁ ଆମେ କିସ୍ କରୁଛୁ? ତାଙ୍କର ପଛରେ ଯାଉଛୁ, ତାଙ୍କୁ ବିଶ୍ୱାସ କରୁଛୁ। ଆଉ ଗୋଟେ ବିଷୟ ଯୋଉଟା ଲେଖା ହେଲା, ଆଉ ଏଥିର ପରିଣାମ ଅନନ୍ତ ଜୀବନ ଅଟେ। ଆମର ଲକ୍ଷ୍ୟ ହେଲା ଅନନ୍ତ ଜୀବନ କେମିତି ପ୍ରାପ୍ତ ମୁଇଁ ହେବି। ଲୋକ ଏ ଜଗତରେ ଥିଲା ବେଳେ କଣ କହୁଛନ୍ତି? ମରିଗଲେ ତ୍ରାଇ ହେଇଗଲା, ଆରେ କିଛି ନାଇଁନି, ନେଇଯିବା କୋଉଠି? ବୈକୁଣ୍ଠକୁ ନେଇଯିବା, ସ୍ୱର୍ଗ ଦ୍ୱାର ନେଇଯିବା। ମାତ୍ର ଆମକୁ ପ୍ରଭୁ କଣ କହୁଛନ୍ତି? ଏହାର ସବୁଠାରୁ ମୁକ୍ତ ତୁମକୁ କରି ଆଣିଛି ବୋଲେ ଗୋଟେ ବିଷୟ ଦେବାକୁ ଯାଉଛି ମୁଇଁ, ସେଟା ହଉଛି ଅନନ୍ତ ଜୀବନ। କୋଟିପତି ଟଙ୍କା ଗାଦିରେ ଶୋଇବା ଲୋକ ମିଶା ମରଣ ଅଛି, ମାତ୍ର ମରିଗଲା ପରେ ବିଚାର ବୋଲବାଟା ମିଶା ସୁନିଶ୍ଚିତ ଅଛି। ତେବେ ଆମେ ଯେତେବେଳେ ବିଶ୍ୱାସ କରି ଯଦି ମୃତ୍ୟୁ ହେଇଯାଇଛୁ, ପ୍ରଭୁ ଆସିବାର ଦିନ ହେଲେ ଆମର ରୂପାନ୍ତରିତ ହେବ ମୃତ ଶରୀର ଉଠିକରି। ଆରେ ଆମେ ଯାଇ ସେ ବିଚାର ସ୍ଥାନରେ ଥିବୁ। ଆରେ ସେଠି ଆମକୁ ବିଚାର କରାହବ, ଏ କେଉଁ କର୍ମ କରିଛି, କେଉଁ ଧର୍ମର ଅଛି, ଆର ନା ଜୀବନ ପୁସ୍ତକରେ ଅଛି କି ନାହିଁ ଦେଖାହେବ। ତେବେ ଆମେ ସବୁବେଳେ କିସ୍ କରୁଛୁ? ତାଙ୍କ ଠାରୁ ବିଶ୍ୱାସ କରୁଛୁ। ହେଲେ ବିଶ୍ୱାସ କରି ସବୁବେଳେ ଆମେ ଥିବାର ଅଛି, ଭରସା କରବାର ଅଛି। ଜଗତରେ ଗୋଟେ ସୃଷ୍ଟି ହେଇଛି ଗୋଟେ ଜିନିଷ ପରେ ସୃଷ୍ଟିକର୍ତ୍ତା ମିଶା ଅଛନ୍ତି, ମାତ୍ର ସୃଷ୍ଟିକର୍ତ୍ତାକୁ ଜାଣିବାକୁ ଅନେକ ଲୋକ ନ ଚାହିଁ ସୃଷ୍ଟର ବସ୍ତୁ ମାନଙ୍କୁ ଜାଣୁଛନ୍ତି, ଆରି ତାଙ୍କର ସେବା କରୁଛନ୍ତି। ସେଥିପାଇଁ ସେମାନେ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଆମକୁ ସେ ସମସ୍ୟାର ସମ୍ମୁଖୀନ ନ ହେଉ ବୋଲି ଆମ ମାନଙ୍କୁ କିସ୍ କରିଛନ୍ତି? ନୂତନ ସୃଷ୍ଟି କରିଛନ୍ତି। ତେବେ ଆମେ ନୂତନ ଭାବରେ ବଳ ପ୍ରାପ୍ତ ହେବା, ଶକ୍ତି ପ୍ରାପ୍ତ ହେବା ଏବଂ ତାଙ୍କର ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବା, ତାଙ୍କୁ ଜାଣବାକୁ ଚେଷ୍ଟା କରିବା। ମୁଇଁ କଇ ମିଶା ଆସୁଥିଲି, ଏ ପେନ୍ କୁ ଘେନବୁ ବୋଲେ କିସ୍ କରୁଛୁ? ଚେକ୍ କରୁଛୁ ଚାଲୁଛି କି ନାଇଁ ବୋଲି, କି କେମିତି ଚାଲୁଛି ବୋଲି। ଏ ପ୍ରଭୁକୁ ମିଶା ଆମେ ଚେକ୍ କରିବା ଯେ ମୋର ପ୍ରଭୁ ଠିକ ପ୍ରଭୁ କି ନାଇଁ। ତେବେ ଆମେ ଜାଣିପାରବା ଯେ ସେ କେତେ ମହାନ, ତାଙ୍କର ନାମ ଗୌରବ। ସେଇ ରୋମିଓ 1 ପର୍ବର 1 ପଦରେ ଦେଖବା ଗୋଟେ ବିଷୟ ମଧ୍ୟ ଆମମାନଙ୍କୁ ବହୁତ ସୁନ୍ଦର ବିଷୟ ଦଉଛନ୍ତି। ରୋମିଓ ପାଉଲ ଖ୍ରୀଷ୍ଟ ଯୀଶୁଙ୍କ ଦାସ ଓ ଆହୁତ ଜଣେ ପ୍ରେରିତ, ପୁଣି ଈଶ୍ୱର ଆପଣା ପୁତ୍ର ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ନିଜର ଯେଉଁ ସୁସମାଚାର ଧର୍ମଶାସ୍ତ୍ରରେ ଆପଣା ଭାବବାଦୀଙ୍କ ଦ୍ୱାରା ପୂର୍ବରେ ପ୍ରତିଜ୍ଞା କରିଥିଲେ, ସେହି ସୁସମାଚାର ନିମନ୍ତେ ପୃଥକୀକୃତ। ଉପରେ ଅଛି ଭାଇ, ରୋମିଓ 1 ଉପରେ ଅଛି। ଦେଖ, ଭାବବାଦୀ ଦିଶାଙ୍କର ଦ୍ୱାରା ପବିତ୍ର ଆତ୍ମା ଯଥାର୍ଥ ରୂପେ କହିଥିଲେ। ଏଠି ପ୍ରେରିତ ପାଉଲ କହୁଅଛନ୍ତି, ଖ୍ରୀଷ୍ଟ ଯୀଶୁଙ୍କର ଦାସ ଓ ଆହୁତ ଜଣେ ପ୍ରେରିତ, ଆମେ ବି ତାଙ୍କର ଦାସ। ତେବେ ଆମେ କେମିତି ଭାବରେ ଥିବାର ଅଛି ତାଙ୍କର ଠାରେ? ଆମକୁ ଏଟା କହୁଛନ୍ତି, ପୁଣି ଈଶ୍ୱର ଆପଣା ପୁତ୍ର ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସମ୍ବନ୍ଧରେ ନିଜର ଯେଉଁ ସୁସମାଚାର ଧର୍ମଶାସ୍ତ୍ରରେ ଆପଣା ଭାବବାଦୀ ମାନଙ୍କର ଦ୍ୱାରା ପୂର୍ବରେ ପ୍ରତିଜ୍ଞା କରିଥିଲେ। ସେ ଗୋଟେ ପ୍ରତିଜ୍ଞା କରିଥିଲେ, ସେଟା ଏଠାରେ କହୁଛନ୍ତି। ସେଇ ସୁସମାଚାର ନିମନ୍ତେ ଆମେ ମାନେ କିସ୍ ହଉଛୁ? ପୃଥକ ଅଲଗା ହଉଛୁ। ଆମେ ଯଦି ଶୁଣିଦେବୁ କି ଜାଣିଦେବୁ ବୋଲି କହିଲେ ଆମେ ଏ ଜଗତରୁ ପୃଥକ ହେବାକୁ ଲାଗବୁ। ଆଉ ଯଦି ସେଟା ଶୁଣି ନଥିବୁ
कि जानी नथिबु के जदि कहि नथिबु कि धर्मशास्त्र आमे पढु नथिबु कि अनुसंधान करू नथिबु बोले किछि जानी पारबा नै पुथक हेई पारबा नै जगत रे आका बांधी रहि जिवा कतन काल कोन करथिले शास्त्री पड़ोसी माने जो लोक जदि एटा शिक्षा देला एबे मुई शिक्षा दो बोले कहूची बा जोटा सेटा जिबे आरे एटा ठीक रे टी लेखा है कि ना बाइबल रे बोली देखी कि ना नाही कि पढुथिले अनुसंधान करूथिले आमे सेंती हेबार अछि मुई कहूची बोली कहले नाही मुई भूल कहली कि ठीक कहली आपण माने घरे जिबे आरे एटा पढबे आरे तार पर डाके मते भाई एटा भूल थिला बोले सेटी मुई सजाडे पारबी अरे मुई जेंती कहले सेटा एबे गोदो को घोड़ा बोले हेबो नाही कि सेटा मानबो नाही केबे मुई परफेक्ट हेई न पारे मात्र बाइबल सब बेले परफेक्ट अरे सब विषय रो उत्तर एटी अछि तेबे आमे सब बेले किस करबा संधान करबा पवित्र आत्मा यथार्थ रूपे कही थिले काली भा देखुल पवित्र आत्मा अछंती कि नहीं एटी भी अछंती कि नहीं अछंती काहे कि से अदृश्य जो माने अदृश्य विषय को न देखि कि ना जो माने विश्वास करंती से मनुष्य रो प्रकृत निश्चित ज्ञान होची सेटा बाइबल रे लिखा है जे मन देखि कर झूठा के विश्वास करूछंती बोली कहले सेटा किछि लाभ नाही मात्र हेले मिसा से माने विश्वास मात्र आमे जानिचु मोर प्रभु सत्य सब किछ अटंती जगतर सृष्टि करता से उद्धार करता मोर त्राण करता मात्र हेले भी नाही कि लोक अनुसंधान करूनांती कि जानवा चेष्टा करूनांती सेति पय दुखर विषय ते प्रभु हम मान को आज जणाउछंती जे आमे नूतन सृष्टि हेइछु अरे आमे किस करबार छी तांको ठारे सब बेले भरोसा जीवन काटबार अछि अरे गोट विषय दउछंती हम मान को हमको कोन से करूछंती देखो प्रथम पितर 2:9 प्रथम पितर 2:9 सेठारे ए प्रकार लिखा जायछि किंतु जे तुम मानको अंधकार रु अपना आश्चर्य आलोक मध्य को आह्वान करी अछंती तुमे माने जे परी तांकर गुण कीर्तन करो एथि निमंते तुमे माने एक मनोनीत वंश राजकीय जाजक वर्ग पवित्र जाति पुनि ईश्वरंकर निजस्व प्रजा होई अछ प्रेज लॉर्ड केते सुंदर विषय देले हमको देखो जे तुम मानको अंधकार रु अपना आश्चर्य आलोक मध्य को आह्वान करी अछंती ए जगतर अंधार रे आलोक रे हमें माने थिलु तबे काली मिसा सृष्टि रे देखुथिलु भाईकर भाई गुटी कोट करी भी कोछि हैला तांको मुई तळे पगा जाने मात्र हमको जानबा पड़बो एटा निर्जन और जन शून्य थिला माने लोक बाक के नथिले अंधार थिला मात्र सेंती प्रकार तु मिसा मान को किस करिसंती आलोक मध्य को आह्वान करिसंती ए जगतर मोहमाया हेउची अंधार जगाटा सेटा ठीक रास्ता नेबो नाही खराब विषय चिंता करबाटा खराब कार्य करबाटा कि तांकर पथ को न जाई कि ना नाही कि आमे अलगा विषय को ग्रहण करबाटा सेटा होची अंधकार तेबे कोन कहउछंती आलोक मध्य को आह्वान करी अछंती अंधकार रु आ तुमे माने जे परि तांकर गुण को किस करबार छी कीर्तन करबार अछि एई प्रकार धन्यवाद देबार छी प्रशंसा करबार छी बसबार अछि प्रार्थना करबार अछि से विषय हम मानकु से कहउछंती काहे कि से जगतर सृष्टि करता सेति पय हमें किस करबार छी तांकर गुण को कीर्तन करबार अछि एथि निमंते तुमे माने एको देखो बहुत बड़ विषय दैछन्ते हमें ध्यान सहित टिके देखबा एटा एक मनोनीत वंश के कोई नांती जे मनोनीत वंश बोली हमर किसटा अछि नागो बागो टाकरी खोरा कोसला एंती वंश सेटा प्रभु को नांती माने हमको एंती गोड करिसंती जे इच्छा करिसंती मनोनीत करिसंती राजकीय माने राजा मानकर मिसा पदवी रे अमान को रखुचंती जाजक वर्ग बोलुचंती अरे किस कहउचंती पवित्र जाति काहे कि से निजे पवित्र होइतिबारु तुमे भी पवित्र हो अरे तुमे भी मोर संतान संपत्ति तेरे तुमको कोन करा छै पवित्र जाति पुनी
ଈଶ୍ୱରଙ୍କର ନିଜସ୍ୱ କିସ୍ କରୁଛନ୍ତି ପ୍ରଜା ହୋଇଅଛ ବୋଲୁଛନ୍ତି। ଏବେ ଗୋଟେ ରାଜା ଥିବ, ରାଜାର ପାଖରେ କିଏ ଥାଉଛି ପ୍ରଜା ମାନେ ଥାଉଛନ୍ତି କି ନାଇଁ? ସେମିତି ଆମକୁ କେତେ ବଡ ଅଧିକାର ଦଉଛନ୍ତି। ଦେଖ ପବିତ୍ର ଜାତି ପୁଣି ଈଶ୍ୱରଙ୍କର ନିଜସ୍ୱ ନିଜଟା ବୋଲୁଛନ୍ତି, ଅଲଗା ଲୋକର ବୋଲୁନାହାନ୍ତି। ପ୍ରଜା ହୋଇଅଛ ବୋଲୁଛନ୍ତି। ତେବେ ଆମେ କାହିଁକି ଏଟାକୁ ହାତ ଛଡାଇବା? ପ୍ରଭୁ କେତେ ସୁନ୍ଦର ଭାବରେ ଆମ ମାନଙ୍କୁ ଗଠନ କରିଛନ୍ତି ଆର ରଖିଛନ୍ତି, ଆର ତାଙ୍କର ଠାରେ ଲାଗି ରହିବାକୁ ଦଉଛନ୍ତି, ଆର ଆମକୁ ଜଣାଉଛନ୍ତି ଯେ ଦେଖ ମୁଇଁ ତମକୁ କେମିତି କରି ରଖିଛି ସେଟା ଟିକେ ଜାଣିବାକୁ ଚେଷ୍ଟା କର, ତେ ମୁଇଁ ସୃଷ୍ଟିକର୍ତ୍ତା ବୋଲି ଜାଣବ, ଆର ମୁଇଁ ତମକୁ କେମିତି ଉଚ୍ଚରେ ରଖିଛି। ଆମକୁ ତଳେ ରଖିଛନ୍ତି କି? ମନୋନୀତ ବଂଶ ବୋଲି କହିଲେ ପରା। କେ କେବେ କାହାକୁ କୋଉ ଶାସ୍ତ୍ରରେ କହିନାହାନ୍ତି ଯେ ତୁମେ ମନୋନୀତ ବଂଶ, ଯାଜକୀୟ ରାଜକୀୟ ବର୍ଗ ବୋଲି କି ପବିତ୍ର ଜାତି ବୋଲି କହିନାହାନ୍ତି। କି କୋଉଠି ମିଶା ଲେଖା ନାହିଁ ଯେ ତୁମେ ପବିତ୍ର ଜାତି ବୋଲି ବାଇବଲକୁ ଛାଡ଼ିଦେଲେ ଆମକୁ ସେ ମନୋନୀତ କରିଥିବାର ସେ ପବିତ୍ର ହେଇଥିବାର ପବିତ୍ର ଜାତି ବୋଲି। ଅଲଗା ଶାସ୍ତ୍ର ମାନେ ଦେଖିଲେ ବାୟା ହେଇଥିବ, ସବୁ ଅପବିତ୍ର ଆକା। ମାତ୍ର ଆମର ଏଟା ଦେଖି ଦେଇକରି ସବୁଠି ଆଜିକାଲି ପବିତ୍ର ସବୁ ବିଷୟ ବୋଲି ଲେଖା ହେଇଯାଉଛି। କାର ବିରୋଧୀ ନାହିଁ, ମାତ୍ର ରଥଯାତ୍ରା କେବେ ପବିତ୍ର କେତେ ମଦ ମହିଳା ଖରାପ କଥା ଏମିତି ଆଙ୍କି ଦେଖାଇ ଦେଖାଇ କହିବେ ମା ଭଉଣୀ ମାନଙ୍କୁ। ମୁଇଁ ମିଶା ଯାଇଛି, ଏବେ ମୁଇଁ ଜାଣିଛି କେମିତି କଥା ମାନେ କହିବେ। କେବେ ପବିତ୍ର ହେଇଛି? ଏବେ ମୁଇଁ ମଝିରେ ଗୋଟେ ଭିଡିଓ କେତେ ଖରାପ ବିଷୟ ଗୋଟେ ଦେଖାଉଥିଲେ, ମାନେ ଦୁର୍ଗା ହେଇକରି ସେମିତି ନାଚୁଥିବାଟା। ମାତ୍ର ଆମର ପ୍ରଭୁ ସେମିତି ହେବାକୁ କହିନାହାନ୍ତି, ସେମିତି ନାହିଁ। ସେଥିପାଇଁ କଣ ବୋଲି କହୁଛନ୍ତି? ପବିତ୍ର। ତାଙ୍କୁ ଜାଣବାକୁ ଚେଷ୍ଟା କରବା, ତେବେ ଆମେ ପବିତ୍ର ହେଇପାରବା। ଆରେ ଆମେ ଯୋଉଟା ପଦବୀ ଆମକୁ ଦେଇଛନ୍ତି ସେଟା ଆମେ ଜାଣିପାରବା। ତାଙ୍କର ନାମ ଗୌରବ ହଉ। ଆରେ ସେଇ ପ୍ରଥମ ପିତର 2:5 ଗୋଟେ ବିଷୟ ଦେଉଛନ୍ତି ଆମ ମାନଙ୍କୁ। ତାଙ୍କ ନିକଟକୁ ଆସି ତୁମେମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ନିକଟରେ ଶୁଭ୍ରାୟ ଆତ୍ମିକ ବଳି ଉତ୍ସର୍ଗ କରିବା ନିମନ୍ତେ ପବିତ୍ର ଯାଜକ ବର୍ଗ ହେବା ପାଇଁ ଜୀବନ୍ତ ପଥର ସ୍ୱରୂପ ହୋଇ ଗୋଟିଏ ପାରମାର୍ଥିକ ଗୃହ ରୂପରେ ନିର୍ମିତ ହୁଅ। ଦେଖ ଆମକୁ ମଧ୍ୟ ବହୁତ ସୁନ୍ଦର ବିଷୟ କହୁଛି। ତାଙ୍କର ନିକଟକୁ ଆସି ତୁମେ ମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କର ଦ୍ଵାରା ବୋଲୁଛନ୍ତି, ତାଙ୍କର ଦ୍ଵାରା ଏକା ସବୁ ହେଇପାରିବ। ସେଥିପାଇଁ କହିଲେ ମୁଁ ପଥ ସତ୍ୟ ଓ ଜୀବନ, ମୋର ଦେଇ ଯଦି ନ ଗଲେ କେହି ମୋର ପିତାଙ୍କ ନିକଟକୁ ବା ସ୍ୱର୍ଗକୁ ବା ବାପାଙ୍କର ପାଖରେ ଯାଇ ମିଶା କେ ପାରବ ନାହିଁ। ଆରେ ଗୋଟେ ବାକ୍ୟରେ କିସ୍ କହିଲେ, ଆମେ ସେଟା ପୁରା ଘଷି ଦେଇଛୁ କି ନାଇଁ? ସେଟା ହଉଛି ଯୋହନ 3:16। କିସ୍ ବୋଲି କହିଲେ, ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣ ଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହେଇକି ସେବ ଅନନ୍ତ ଜୀବନ ପ୍ରାପ୍ତ ହେବ। ଏଠି ମିଶା ଗୋଟେ ଅନନ୍ତ ଜୀବନ ବୋଲାଟା ପଢିଲୁ କି ନାଇଁ ଆଠ ଆଗରେ? ତେବେ ସେ ଆକା ଆମର ରାସ୍ତା, ସବୁ କିଛି ତାଙ୍କର ମାଧ୍ୟମ ଦେଇ ଆକା ଆମେ ବାପାଙ୍କର ପାଖକୁ ଯାଇପାରବା। ହେଲେ ଯଦି ତାଙ୍କର ପିତା ହେଲେ ବୋଲେ ପରମେଶ୍ୱର ମିଶା ଆମର ପିତା ହେଲେ, ଯୀଶୁ ଖ୍ରୀଷ୍ଟ କେ ହେଲେ ଆମର ବଡ ଭାଇ। ସେଥିପାଇଁ କହୁଛନ୍ତି କଣ ବୋଲି ଏଠାରେ, ଯୀଶୁ ଖ୍ରୀଷ୍ଟଙ୍କର ଦ୍ଵାରା ଈଶ୍ୱରଙ୍କର ନିକଟରେ ସୁଗ୍ରାହ୍ୟ ଆତ୍ମିକ ବଳି ଉତ୍ସର୍ଗ କରିବା ନିମନ୍ତେ ପବିତ୍ର ଯାଜକ ବର୍ଗ ହେବା ପାଇଁ ଜୀବନ୍ତ ପ୍ରସ୍ତର ସ୍ୱରୂପ ହୋଇ ଗୋଟିଏ ପାରମାର୍ଥିକ ଗୃହ ରୂପରେ ନିର୍ମିତ ହୁଅ। ଆମେ ଦେଖୁଛୁ ଈଶ୍ୱରଙ୍କର ମନ୍ଦିର ହଉଛି କୋଉଟା? ଆମର ଏ ହୃଦୟ ରହିବା ଜାଗାଟା ସେଟା ତାଙ୍କର, ହେଲେ ତାଙ୍କର ଗୃହ ହେଉଛି ହୃଦୟ। ତେବେ ମନୁଷ୍ୟ ହସ୍ତକୃତ ମନ୍ଦିରରେ ଈଶ୍ୱର କେବେ ବାସ କରନ୍ତି ନାହିଁ। ମାତ୍ର ସେ ଯୋଉ ମନ୍ଦିର ତିଆରି କରିଛନ୍ତି ବା ନିର୍ମାଣ କରିଛନ୍ତି ସେଟା ହେଲା ଆମମାନଙ୍କର ହୃଦୟ। ସେଠି ଥିବା ପାଇଁ ନାଇକି ସେ ସବୁବେଳେ ଚାହାନ୍ତି। ସେଥିପାଇଁ ଏଠି କୁହାହଉଛି ଗୃହ କିଛିଟା ପାରମାର୍ଥିକ ଆମକୁ ନାଇକି ଯୋଉଟା କି ପବିତ୍ର ଆତ୍ମା ଦେଇଛନ୍ତି ଭିତରେ ଯୋଉଟା ଘର ଅଛି, ଏଇଟା ଭିତରଟା ପବିତ୍ର ଥିଲେ ଆକା ପ୍ରଭୁ ଆସି ବାସ କରିବେ। ତେବେ
ପାରାମାର୍ଥିକ ଗୃହ ରୂପରେ ନିର୍ମିତ ହୁଅ। ଯେମିତି ମୁଇଁ ତିଆରି କରିଛି ମୁଇଁ ପବିତ୍ର ତୁମେ ପବିତ୍ର ବୋଲି କହୁଛି, ତେବେ ଆକୁ ପବିତ୍ର କଲେ ମୁଇଁ ଆସିବି ବାସ କରିବି କାମ କରିବି ବୋଲୁଛନ୍ତି। ତେବେ କେବେ ମଧ୍ୟ ଆମେ ନାଇକି ଏଟାକୁ ହାତ ଛଡା କରବା ନାହିଁ। ଆମକୁ ପ୍ରଭୁ କେତେ ସୁନ୍ଦର ବିଷୟ ଗୁଡାକ ଦେଇଛନ୍ତି। ଆମେ ବେଳେ ବେଳେ ଖାମ ଖାଲି ହେଇଯାଉଛୁ ପାଇଁ ନାଇକି ଆମର ଘରକୁ ଜାଣି ପାରୁନୁ। ପ୍ରଭୁଙ୍କର ନାମ ଗର ବସବା ସମୟରେ ପ୍ରଭୁ ଆମ ମାନଙ୍କୁ ବୁଝିବାକୁ ସାହାଯ୍ୟ କରନ୍ତୁ, ଅନୁଗ୍ରହ କରନ୍ତୁ ଏବଂ ସବର୍ତ୍ତି ଥାନ୍ତୁ। ଆଉ ରୋମିଓ 5 ପର୍ବ 10 ପଦର ମିଶା ଗୋଟେ ବିଷୟ ଦେଉଛନ୍ତି ଆମକୁ ଦେଖବା। ରୋମିଓ 5:10। କାରଣ ଆମେ ମାନେ ଶତ୍ରୁ ଥିବା ସମୟରେ ଯଦି ଈଶ୍ୱରଙ୍କ ସହିତ ତାହାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ମିଳିତ ହେଲୁ, ତାହେଲେ ଏହା ଅଧିକ ସୁନିଶ୍ଚିତ ଯେ ଆମେ ମାନେ ମିଳିତ ହୋଇ ତାହାଙ୍କ ଜୀବନ ଦ୍ୱାରା ପରିତ୍ରାଣ ପାଇବା। ପ୍ରେଜ୍ ଦି ଲର୍ଡ, ହାଲେଲୁୟା। ଦେଖନ୍ତୁ ଏଠାରେ କହୁଛନ୍ତି କାରଣ ଆମ୍ଭେ ମାନେ ଶତ୍ରୁ ଥିବା ସମୟରେ ଯଦି ଲଗା ହେଉଛି ଈଶ୍ୱରଙ୍କ ସହିତ ତାହାଙ୍କର ପୁତ୍ରଙ୍କର ମୃତ୍ୟୁ ଦ୍ୱାରା ମିଳିତ ହେଲୁ। ଈଶ୍ୱରଙ୍କର ସହିତ ତାଙ୍କର ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ବୋଲେ ଯୀଶୁ ଖ୍ରୀଷ୍ଟଙ୍କର ଦ୍ୱାରା ମୃତ୍ୟୁ ହେବାରୁ ଆମେ କି ହେଲୁ ତାଙ୍କର ସହିତ ମିଶି ପାରିଲୁ, ମିଳିତ ହେଇପାରିଲୁ। ଯଦି ଆମର ପାଇଁ ମୃତ୍ୟୁବରଣ କରିନଥିଲେ ଆମେ ତାଙ୍କ ସହିତ ମିଶି ପାରିନଥାନ୍ତୁ କି ଜାଣି ମିଶା ପାରିନଥାନ୍ତୁ। ଏ ପ୍ରଭୁ କେତେ ସୁନ୍ଦର ବିଷୟ କହୁଛନ୍ତି। ତାହା ହେଲେ ବୋଲୁଛନ୍ତି ଆରେ ଏହା ଅଧିକ ସୁନିଶ୍ଚିତ ଯେ ଆମ୍ଭେମାନେ ମିଳିତ ହୋଇ ତାହାଙ୍କ ଜୀବନ ଦ୍ୱାରା କି ସେଇଛୁ ପରିତ୍ରାଣ ପାଇଛୁ। ତାଙ୍କ ଦ୍ୱାରା କଣ ହେଇଛୁ ପରିତ୍ରାଣ ପାଇଛୁ। আর ତାଙ୍କର ବିନା ଆମ ମାନଙ୍କୁ କେହି ପରିତ୍ରାଣ ଦେଇନାହିଁ, ଦେଇପାରିବ ନାହିଁ। କେତେ ସୁନ୍ଦର ବିଷୟ ଆମମାନଙ୍କୁ ଦେଲେ ଯେ ତାଙ୍କର ବିନା କେହି ମଧ୍ୟ ଆମମାନଙ୍କୁ ପରିତ୍ରାଣ ଦେଇପାରିବ ନାହିଁ। ପ୍ରେରିତ 4 ପର୍ବ 12 ପଦରେ ଆମେ ଦେଖୁଛୁ ତାହାଙ୍କର ଛଡା ଆଉ କାହାରି ଠାରେ ପରିତ୍ରାଣ ମିଶା ନାହିଁ। କାରଣ ବୋଲି ଲେଖା ଯାହାଙ୍କର ଦ୍ୱାରା ଆମ ମାନଙ୍କୁ ପରିତ୍ରାଣ ପାଇବାକୁ ହେବ ଆକାଶ ତଳେ ମନୁଷ୍ୟ ମାନଙ୍କର ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ। କୋଉଠି ଆକାଶ ତଳେ ବୋଲେ ଏଇ ପୃଥିବୀରେ ଏଇ ତଳେ ମନୁଷ୍ୟ ମାନଙ୍କୁ କୋଉ ନାଁ ଗୋଟେ ଦିଆଯାଇ ନାହିଁ ଯେ ତୁମକୁ ପରିତ୍ରାଣ ଦେଇପାରିବ ବୋଲି। ସେ ଗୋଟେ ବ୍ୟକ୍ତି ହଉଛନ୍ତି ଯୀଶୁ ଖ୍ରୀଷ୍ଟ। ସେ ଏକା ସମସ୍ତଙ୍କୁ ପରିତ୍ରାଣ ଦେଇପାରିବେ। ଆମେ ତାଙ୍କୁ ଜାଣବାକୁ ଚେଷ୍ଟା କରିବା ବୋଲେ ଏକା আর ତାଙ୍କର ଅନୁଗମନ କଲେ ଏକା ସେ ଦେବେ। ଆମେ ଘରେ ବସିଥିବା ନାଇଁ କି ଆମେ କେବେ ମିଶା କୋଉଠି କିଛି ଯିବା ନାହିଁ କିଛି ନାହିଁ ବୋଲି ଗୋଟେ ବିଷୟ ଜାଣବା କି ବ୍ୟାଙ୍କକୁ ଆମେ ଦେଖିଛୁ କଣ ଥିବ କୋଉ ଭିତରେ ବୁଲୁଥିବ କି ନାହିଁ। ବୁଲୁଥିଲେ ସେ କିସ୍ ଭାବବ ମୁଁ ଜଗତ ସାରା ବୁଲିଦେଲି ବୋଲୁଥିବ, ଖାଲି ସେଇ ଭିତରେ ବୁଲି ଆକା ମାତ୍ର ତାକେ ବେଟି ବାହାରେ କରିଦେଲେ ଜଗତ ଏଡେ ବଡଟା ଏମିତି ଲୋକମାନେ ଅଛନ୍ତି ମୋର ତୁମେ ବଡ ବଡ ଲୋକ କିଏ ବୋଲବ। ସେମିତି ଆକା ଆମେ ଘର ଭିତରେ ଆକା ରହିଥିବା ନାହିଁ, ବାହାରେ ମିଶା ଟିକେ ବାହାରବା ଟିକେ ପ୍ରଭୁଙ୍କୁ ବି ଜାଣିପାରବା। ସେ ବ୍ୟାଙ୍କ ପାରା ଆମେ ନାଇଁ କି କୋଉ ଭିତରେ ବୁଲି ଜଗତ ଭୁଲି ଦେଲି ରେ ମୁଇଁ ଏଇଟା ତ ଏମିତି ଆକା ଥିବ ଗୋଲ ଆକା ଏଇ ବୁଲି ତ ରାଉଣ୍ଡ ମାରୁଥିବା କଥା ସେମିତି ନାହିଁ। ଆମକୁ ଯଦି ସେଠାରୁ ବାହାରବାର ଅଛି ସବୁ ଜଗତର ମନ୍ଦ କଳ୍ପନା ଚିନ୍ତାଧାରା ଟୁ ବାହାରବାର ଅଛି ବୋଲେ ଆଗକୁ ଆମେ ଜାଣବାର ଅଛି ଆର ଗ୍ରହଣ କରଲେ ଆଗ ବାହାରି ପାର। ଯେବେ ଜାଣବାକୁ ଚେଷ୍ଟା କରବା ନାହିଁ ଆମେ କିଛି ବି ଜାଣିପାରବା ନାହିଁ। ते प्रभु ଆମମାନଙ୍କୁ କେତେ ସୁନ୍ଦର ବିଷୟ ଦେଉଛନ୍ତି କେମିତି ତାଙ୍କର ଛଡା ଆକାଶ ତଳେ ମନୁଷ୍ୟ ମାନଙ୍କ ମଧ୍ୟରେ କୌଣସି ନାମ ଦିଆଯାଇ ନାହିଁ। ମୁଇଁ କହୁଛି କି ସେ ପବିତ୍ର ହେଇଥିବାରୁ ଏ ବିଷୟ ଲେଖୁଛନ୍ତି ଆରେ ପୁରା ହକଦାର ସହିତ କହୁଛନ୍ତି କୌଣସି ନାମ ଏ ଲୋକର ବିନା ଦିଆ ହେଇନାହିଁ କି ହେବ ମିଶା କେବେ ନାହିଁ ବୋଲି। ମାତ୍ର ସେ ଆକା କିସ୍ କରିପାରିବେ ଆମକୁ ପରିତ୍ରାଣ ଦେଇପାରିବେ। କେତେ ଲୋକ ମନରୁ ସେ ଦୁନିଆ ବାଟେ ବୁଲିଲେନି କେତେ କିସ୍ ପରିତ୍ରାଣ ପାଉଛି ବୋଲି କେବେ ନାହିଁ। ଏବେ ଆମେ ଦେଖୁଛୁ ଆରମ୍ଭ ହେଇଛି କି ନାହିଁ ବହି ବୁଲବାଟା ସେଠି ଯଦି ସେମିତି ପରିତ୍ରାଣ ଥିଲେ ସେଠି ଯାଇ ଆସି ଆହୁରି କାହିଁକି ସେମାନେ ସେଇ ବ୍ୟବସ୍ଥା କରୁଛନ୍ତି, କରିବା କଥା ନାହିଁ।
ମାତ୍ର ଆମକୁ ଦେଖ ସେମିତି ଠାରୁ ମିଶା ମୁକ୍ତ କରିଛନ୍ତି ପ୍ରଭୁ ଜାଣିବାକୁ ଦେଇଛନ୍ତି ଯେ ମୁଇଁ କେତେ ପବିତ୍ର, ମୁଇଁ କେମିତି ପବିତ୍ର, ତୁମେ ବି ପବିତ୍ର ହୋ ବୋଲି କହୁଛନ୍ତି। ଆରେ କୋଉ ନାମ ଦିଆଯାଏ ନାହିଁ ଯେ ଏ ପୃଥିବୀରେ ଭାଇ ଆକାଶ ତଳେ ମନୁଷ୍ୟ ମାନଙ୍କର ମଧ୍ୟରେ ବୋଲୁଛନ୍ତି। କାର ନାମ ଦିଆହେଇଛି କି? ମୋର ନା ଦିଆହେଇଛି, ଭାଇର ନା ଦିଆହେଇଛି, ଏ ଭାଇର ନା ଦିଆହେଇଛି ନାଇଁ, ମାତ୍ର ଗୋଟେ ଲୋକକୁ ନା ଦିଆହେଇଛି, ସେ ହଉଛନ୍ତି ପ୍ରଭୁ ଖ୍ରୀଷ୍ଟ। ସେ ହିଁ ଆମମାନଙ୍କୁ ଉଦ୍ଧାର କରିପାରିବେ। ଆଗରେ କି ସବୁ ଥିଲା? ଛେଳି, ମେଣ୍ଢା, କୁକୁଡ଼ା ଯାହା କିଛି ବଳି ଦଉଥିଲେ, ଏ ବଳିରେ ପ୍ରଭୁରୁ ସନ୍ତୁଷ୍ଟ ନାହିଁ। ଜୀବନ ଗୋଟେ ଲୋକ ଦେଇ ନା ପାରବ, ସେ ଜୀବନ ନେବାଟା ତାର ଅଧିକାର ନାହିଁ। ଏଟା ମାନେ କାଟ ବେଟ କରିଦେଲେ ବୋଲେ ସେ ପାପ ଅର୍ଜନ କରଲା କି ନାହିଁ? ଏଟିରେ ପ୍ରଭୁ ସନ୍ତୁଷ୍ଟ ନୁହନ୍ତି ପାଇଁ ଏମାନେ ଆଜି ପର୍ଯ୍ୟନ୍ତ ଜାଣିନାହାନ୍ତି ଯେ ଉଦ୍ଧାର କେମିତି ପାଇବେ, ମୁକ୍ତି କେମିତି ପାଇବେ, ପରିତ୍ରାଣ କେମିତି ପାଇବେ ବୋଲି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଇଲେ। କାଲି ଦେଖୁଥିଲୁ ସେ ବାକ୍ୟ କି ଥିଲା? ଦେହ ଧାରଣ କଲେ, ଆରେ ଆମର ପାଇଁ ଆଇଲେ। ଆମେ କେମିତି ଉଦ୍ଧାର ପାଇବା ଏ ସବୁ ବ୍ୟବସ୍ଥାରୁ ବା ଏଇ ସବୁ କାର୍ଯ୍ୟରୁ କେମିତି ଆମେ ମୁକ୍ତ ହେବା ବୋଲି ସେ ନିଜର ରକ୍ତ ଦେବା ପାଇଁ ଆଇଲେ। ଆରେ ଆମମାନଙ୍କୁ କ୍ରୟ କରିଛନ୍ତି, କିଣିଛନ୍ତି। ଆରେ ସେଥିପାଇଁ ଆମକୁ କହୁଛନ୍ତି ତୁମେ ବି ଏମିତି ହୋ, ମୁଇଁ ତମକୁ ଅନନ୍ତ ଜୀବନ ଦେବି। ଆରେ କିଏ ଦେଇପାରିବ ନାହିଁ। ଆମର ସେଇ ଲକ୍ଷ୍ୟ ହେଲା ଆମେ ଅନନ୍ତ ଜୀବନ କେମିତି ପାଇବା, ସ୍ୱର୍ଗରେ ଯାଇ କେମିତି ରହିବା, ସେଠି ଭୁକ ଲାଗବ ନାହିଁ, ନିଦ ଲାଗବ ନାହିଁ, ଶୋଷ ଲାଗବ ନାହିଁ, ଆରାମସେ ରହିପାରିବା। ସେଟା ଦଉଛନ୍ତି। ଦୁଇଟା ପଥ ଅଛି କି ନାହିଁ? ଗୋଟେ ନର୍କ, ଗୋଟେ ସ୍ୱର୍ଗ। ଗୋଟେ ସଂକୀର୍ଣ୍ଣ ପଥ ଆଉ ଗୋଟେ ପ୍ରଶସ୍ତ ପଥ। ପ୍ରଶସ୍ତ ବୋଲେ ଅସାରିଆ ଚଉଡ଼ା ଥିବ, ସବୁ ଲୋକ ଢଙ୍ଗ ଡାଙ୍ଗ ଚାଲିକିନା ପଳାଇବୁ କି ନାହିଁ। আর শান্ত থিবা জায়গায় গোট লোক পশলে গোট লোক গলা পথে গোট লোক ଯିବୁ। ସେଥିପାଇଁ ସେ କହୁଛନ୍ତି ସେଟା କଷ୍ଟ, ମାତ୍ର ସେ କଷ୍ଟକୁ ବୟନ କରିବାକୁ ମୁଇଁ ଆଇଲି, ତୁମକୁ ଉଶ୍ୱାସ ଜିନିଷ ଦଉଛି। କାହିଁକି? ମତେ ଜାଣ, ଗ୍ରହଣ କରିବାରି ଆସ ବୋଲି। ଏ ଅଳ୍ପ ଗୋଟେ ବିଷୟ ଯେ ବିବାହ ଘରକୁ ଟିକେ ମୁଇଁ ସିଆଡକୁ ନେବି। ଯୋଉଟା ଦ୍ରାକ୍ଷା ରସ ସରିଗଲା, ପାଣି ଭରବାଟା ସହଜ କି ବନାଇବାଟା ସହଜ? ପାଣି ଭରବାଟା ସହଜ। ତେ ସେ ସହଜ କାମ ପ୍ରଭୁ ଆମକୁ ଦେଲେ, କଷ୍ଟ କାମ ସେ କଲେ। ସେ ନିଜେ କୃଷ ବହନ କଲେ, କଷ୍ଟ ବହନ କଲେ, ଆରେ ଆମକୁ ଉଦ୍ଧାର କଲେ। ତେବେ ଆମେ କିସ କରବା ଅଛି? ତାଙ୍କର ଭାର ଉଶ୍ୱାସ ଆମେ ବହନ କରବାର ଅଛି। ତେବେ ଜାଣିପାରବା ତେବେ ପ୍ରଭୁ ଆମ ମାନଙ୍କୁ କେମିତି କଢାଇ ନଉଛନ୍ତି, ଦେଖ କେମିତି ଭାବରେ ଆମକୁ ରଖିଛନ୍ତି। ଆମେ ସବୁବେଳେ କିସ କରବାର ଅଛି? ଚେଷ୍ଟା କରବା ଏ ପ୍ରଭୁଙ୍କର ନାମ ଗୌରବ। ଆଉ ଗୋଟେ ଦିଟା ବାକ୍ୟକୁ ଆମେ ଶେଷ କରବା। ଆମେ ଦେଖିବା ଏଫେସିୟ 2 ପର୍ବ 12 ଏବଂ 13 ପଦ। ସେତେବେଳେ ତୁମେମାନେ ଯେ ଖ୍ରୀଷ୍ଟଙ୍କ ଠାରୁ ପୃଥକ ଇସ୍ରାଏଲର ପ୍ରଜା ରହିତ ପ୍ରତିଜ୍ଞାଯୁକ୍ତ ନିୟମରେ ନିରଂଶ, ପୁଣି ଜଗତର ଭରସାହୀନ ଓ ଈଶ୍ୱର ବିହୀନ ହୋଇ ଏହା ସ୍ମରଣ କର। 13 ପଦ। କିନ୍ତୁ ପୂର୍ବେ ଦୂରରେ ଥିଲ ଯେ ତୁମେମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ତାହାଙ୍କର ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ। Praise the Lord। ଦେଖ ସେତେବେଳେ ତୁମେମାନେ ଯେ ଖ୍ରୀଷ୍ଟଙ୍କ ଠାରୁ ପୃଥକ ହୋଇ ଇସ୍ରାଏଲ ପ୍ରଜା ସତ୍ପ ରହିତ ପ୍ରତିଜ୍ଞାଯୁକ୍ତ ନିମନ୍ତେ ନିରଂଶ, ପୁଣି ଜଗତର ଭରସାହୀନ ଓ ଈଶ୍ୱର ବିହୀନ ହୋଇଥିଲ, ଏହା ସ୍ମରଣ କର। ଆମେ ମାନେ ପୂର୍ବରେ କେମିତି ଥିଲୁ? ପ୍ରାର୍ଥନା ବାଟ ମିଶା ଯିବା ଲୋକ ଯାଉଥିଲୁ, ମାତ୍ର ଠିକରେ ରହୁନଥିଲୁ, ଆଉ ପ୍ରଭୁକୁ ଠିକରେ ଜାଣିନଥିଲୁ। ଏ ଜଗତରେ ଯୋଉ ମାନେ ହେଉଛି ସେ ବିଷୟରେ ଆସକ୍ତ ବେଶୀ ଥିଲୁ। ଆମେ ଯାଉଥିଲୁ କି ନାହିଁ? ରଥଯାତ୍ରା ଯାଉଥିଲୁ, ଦୁର୍ଗା ପୂଜା ଯାଉଥିଲୁ, ଗଣେଶ ପୂଜା ଯାଉଥିଲୁ, ଆରେ କିଛିଟା ଅଛି ବିଶ୍ୱକର୍ମା ପୂଜା ଯାଉଥିଲୁ। କେତେ କେତେ ବିଷୟରେ ଆମେ ମାନେ ନ ଜାଣି କରି ଯାଉଥିଲୁ। ତେବେ ସେଥିପାଇଁ ଆମକୁ ଏଠି କହୁଛନ୍ତି କଣ? ପୁଣି ଜଗତରେ ଭରସାହୀନ ଓ ଈଶ୍ୱର ବିହୀନ ହୋଇଥିଲ। ଏଟା ଟିକେ ମନେ ପକାଅ। ମାତ୍ର ଏବେ ତୁମକୁ ମୁଇଁ କହୁଛି କଣ? ଠିକ ବିଷୟ ଜାଣିଦେଲ ବୋଲେ କୋଉଠି ଯିବ? ପୂର୍ବରେ ଦୂରରେ ଥିଲ ଯେ ତୁମେ ମାନେ, ମୁଇଁ ଥିଲି, ଆପଣ ମାନେ ଥିଲେ, ଯେଉଁମାନେ ଜାଣିନଥିଲେ ସେମାନେ ଥିଲେ। ତେବେ ଆମକୁ କିସ କହୁଛନ୍ତି? ପୂର୍ବରେ ଦୂରରେ ଥିଲ ଯେ ତୁମେ ମାନେ
ତୁମ୍ଭେ ମାନେ ଏବେ କିସ୍ କହୁଛନ୍ତି କାଲି ବୋଲିଲେ କି ଆଜିଟା ଆଜି ଆକା ଚିନ୍ତା କର ବୋଲୁଛନ୍ତି ନାଇଁ କି ସେମିତି ଏବେ କେବେ ଟିକୋ ଗାଏ କେବେ ଏବେ ସେଟା ମାଇ କହିଲେ ଏବେ ଖ୍ରୀଷ୍ଟ ଯୀଶୁଙ୍କର ଠାରେ ତାହାଙ୍କର ରକ୍ତ ଦ୍ଵାରା ନିକଟସ୍ଥ ହୋଇଅଛ। ସେତିକି ବେଳେ ନଥିଲୁ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମର ପାଇଁ ଜୀବନ ଦେଲେ ଆରେ ଆମକୁ କିଣିଲେ ଆରେ ଆମର ଯାତନା ସେ ସହ୍ୟ କରି ଗଲେ ତେବେ କେବେ ଏବେ କିସ୍ କଲୁ ଆମେ ଜାଣି ପାରିଲୁ ଆରେ କି ସେଇ ଚୁଏଟି ଲେଖା ହେଲା ଖ୍ରୀଷ୍ଟ ଯୀଶୁଙ୍କର ଠାରେ ତାହାଙ୍କର ରକ୍ତ ଦ୍ଵାରା ନିକଟସ୍ଥ ହୋଇଅଛ ତେବେ ଆମେ ଏଠି ଆସିପାରିଲୁ। ଯଦି ସେ କିଣି ନଥାନ୍ତେ ଆମକୁ ମନୋନୀତ କରିନଥାନ୍ତେ ଆମେ ଏଠି ଆସି ମିଶା ନଥାନ୍ତୁ। ସକାଳ ହେଲା ବୋଲେ କେନେ କେନେ ମିଶା ବୁଲୁଥାନ୍ତୁ ସତ କି ନାଇଁ ମାତ୍ର ଆମକୁ ପ୍ରଭୁ ଆଣିଛନ୍ତି କିସ୍ ପାଇଁ ଏବେ ଆମକୁ ସେ ରକ୍ତ ଦେଇ କିଣିଥିବାରୁ ତାଙ୍କର ନିକଟସ୍ଥ ହେଇପାରୁଛୁ ତାଙ୍କର ପାଖରେ ଆସିପାରୁଛୁ। ହେଲେ ପ୍ରଥମ କରନ୍ତିୟ 6:11 ଦେଖବା ଛଅ ପର୍ବ 11 ପଦ ଆଉ ତୁମମାନଙ୍କ ମଧ୍ୟରୁ କେହି କେହି ଏ ପ୍ରକାର ଥିଲେ କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ଆମମାନଙ୍କ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ତୁମେମାନେ ଧୌତ ହୋଇଅଛ ପବିତ୍ରକୃତ ହୋଇଅଛ ଓ ଧାର୍ମିକ ବୋଲି ଗଣିତ ହୋଇଅଛ। ଏବେ ଆମେ କଣ ହେଇଛୁ ତୁମ୍ଭ ମାନଙ୍କର ମଧ୍ୟରୁ କେହି କେହି ଏଇ ପ୍ରକାର ଥିଲ ମାନେ ଆମେ ଅଲଗା ରାସ୍ତାରେ ଯାଉଥିଲୁ ଖରାପରେ ଥିଲୁ ତେବେ କହୁଛନ୍ତି ତୁମେ ଥିଲ କିନ୍ତୁ ବୋଲି ଲଗାଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ନାମରେ ଓ ଆମ୍ଭ ମାନଙ୍କର ଈଶ୍ୱରଙ୍କର ଆତ୍ମାଙ୍କର ଦ୍ଵାରା ତୁମେ ମାନେ କି ହେଇଛ ସେ ସମସ୍ତ ପାପରୁ ବାକ୍ୟ ରୂପକ ଜଳରେ କି ସେ ଧୌତ ହେଇଯାଇଛ ଆରେ ଏଠାରେ ଏବେ ଆସିଛ ତେବେ କହୁଛନ୍ତି କିସ୍ ବୋଲିକି ନା ପବିତ୍ରକୃତ ହୋଇଅଛ ଓ ଧାର୍ମିକ ବୋଲି ଗଣିତ ହୋଇଅଛ କେତେ ଗୁରୁତ୍ୱର ବିଷୟ ଆମ ମାନେ କହୁଛନ୍ତି ଆମ ମାନେ ନିଜେ ସିରିୟସଲି ଟିକେ ମନକୁ ନେଲେ ଆମେ ସେଟା ବୁଝିପାରବା ପବିତ୍ର ଆତ୍ମା ବୁଝିବାକୁ ସାହାଯ୍ୟ କରନ୍ତୁ। ଆଉ ଗୋଟେ ବିଷୟ କହି ଆମର ଶେଷ କରିବା ପ୍ରେରିତ 26 ପର୍ବ 18 ପଦ ପ୍ରେରିତ 26:18 ସେଥିପାଇଁ ସେମାନେ ଚକ୍ଷୁ ଉନ୍ମୋଚନ ହେଲା ଉନ୍ମୋଚନ କରିବା ନିମନ୍ତେ ଆମ୍ଭେ ତୁମକୁ ସେମାନଙ୍କ ନିକଟକୁ ପଠାଉଅଛୁ ଆଉ ଆମ୍ଭେ ତୁମକୁ ସେମାନଙ୍କ ଠାରୁ ରକ୍ଷା କରିବୁ। ସେଥିପାଇଁ ସେମାନଙ୍କର ଚକ୍ଷୁ ଉନ୍ମୁକ୍ତ ହେଲା ଯେତେବେଳେ ନାଇଁ କି ଆମେ ତାର ଆର ପଦ ଦେଖୁଛୁ ସ୍ୱଜାତି ବିଜାତି ମାନେ ଯେପରି ଅନ୍ଧକାରରୁ ଆଲୋକ ପ୍ରତି ଓ ଶୈତାନର ଶକ୍ତିରୁ ଈଶ୍ୱରଙ୍କର ପ୍ରତି ଫେରନ୍ତି ପୁଣି ପାପ କ୍ଷମା ଓ ଆମ୍ଭମାନଙ୍କ ଠାରେ ବିଶ୍ୱାସ ଦ୍ୱାରା ପବିତ୍ରକୃତ ଲୋକମାନଙ୍କର ମଧ୍ୟରେ ଅଧିକାର ପ୍ରାପ୍ତ ହୁଅନ୍ତି ସେଥିପାଇଁ ସେମାନଙ୍କର ଚକ୍ଷୁ ଉନ୍ମୋଚ କରିବା ନିମନ୍ତେ ଆମ୍ଭେ ତୁମକୁ ସେମାନଙ୍କର ନିକଟକୁ ପଠାଇଅଛୁ ପ୍ରଭୁ ତାଙ୍କର ଦାସ ମାନଙ୍କୁ ଦେଇକିନା ଏଇ ପ୍ରକାର ଭାବରେ ପଠାନ୍ତି ଏବଂ ଆମମାନଙ୍କର ଚକ୍ଷୁ ଅନ୍ଧକାରରେ ଥିଲେ ବୋଲେ ଆଲୋକ ଆଡକୁ ଦେଖାଇବା ନିମନ୍ତେ ବାକ୍ୟ ମାଧ୍ୟମରେ କଥା କୁହନ୍ତି ଏବଂ ଆମକୁ ସଜାଡନ୍ତି ଆରେ ଆଣନ୍ତି ସେଥିପାଇଁ ଆମ୍ଭେ ତୁମକୁ ସେମାନଙ୍କର ନିକଟକୁ ପଠାଇଅଛୁ ଆଉ ଆମ୍ଭେ ତୁମକୁ ସେମାନଙ୍କ ଠାରୁ ରକ୍ଷା କରିବୁ ଏ ଜଗତର ସମସ୍ତ ଠାରୁ ତାଙ୍କର ବାକ୍ୟ ମାଧ୍ୟମ ଦେଇ ଏକା ତାଙ୍କର ଦାସଙ୍କ ଦେଇ କଥା କହି ଏକା ସେ ଉଦ୍ଧାର କରିବେ। ମୁଇଁ ଗୋଟେ କାହାଣୀ ପଟା ଗୋଟେ କହୁଥିଲି ଏମିତି ବର୍ଷା ଟାଇମରେ ବନ୍ୟା ବାତ୍ୟା ହେଉଥିଲା ଗୋଟେ ଜେମ୍ସ ବୋଲି ଗୋଟେ ଲୋକ ଥିବ ସେ କିସ୍ କରବ ନଈ ବଢି ଆଇଲେ ଲୋକମାନେ ଗାଁ ଛାଡି ଗାଁ ପଳାଇବେ ତାପରେ ନାଇକି ପର୍ବତ ଉପରେ ଚଘବେ ଘର ଉପରେ ଚଘବେ ମାତ୍ର ସେ କିସ୍ କରବ ଚଗା ମାରି ମକେ ପ୍ରଭୁ ବଞ୍ଚାଇବେ ବୋଲବ ସେତିକି ବେଳେ ବୋଟ ଗୋଟେ ଆଇବ ଆରେ ଆସ ଜେମ୍ସ ତୁମେ ମରିଯିବ ଲୋକମାନେ ଗାଁ ଛାଡି ଗାଁ ଗଲେ ତୁମେ ଏଠି କିସ୍ ପାଇଁ ବସିଛ ବୋଲେ ପ୍ରଭୁ ବଞ୍ଚାଇବେ ତାପରେ ନାଇକି ପଳାଇବ ସେ ବୋଟ ଆହୁରି ବେଶ ଯାଇ ପାଣି ଆଇଲା ପରେ ମିଶା ନାଇକି ହେଲିକପ୍ଟର ଗୋଟେ ଆଇବ ଆସ ମରିଯିବ ଦେଖ ବେକ ଯାଏ ପାଣି ଆଇଲାଣି କି ସେଠି ଅବୁଝା ପରା ହଉଛ ପ୍ରଭୁ ବଞ୍ଚାଇବେ ମରିଯିବ
ମରିଗଲା ପରେ ଯେତେବେଳେ ସେ ଯିବ ପ୍ରଭୁକୁ କହିବ ପ୍ରଭୁ ମୁଁ ଏତେ ପ୍ରାର୍ଥନା ବାଟ କରୁଥିଲି ଏତେ ସବୁ ତମ ଠାରେ ଲାଗିଥିଲି ମୋତେ କାହିଁକି ବଞ୍ଚାଇଲ ନାହିଁ ବୋଲ ଏ ପ୍ରଭୁ କିସ୍ କହିବେ ଏରେ ମୂର୍ଖ ତତେ ବଞ୍ଚାଇବାକୁ 2 ଲୋକେ ପଠାଇଥିଲି ବୋଟ ଗୋଟେ ପଠାଇଥିଲି ଆସେ ବଞ୍ଚ ବୋଲି ହେଲିକପ୍ଟର ଗୋଟେ ପଠାଇଥିଲି ବଞ୍ଚ ବୋଲି ମୁଇଁ ଉତରି ଆସି ତୋକେ ବଞ୍ଚାଇବାର ଅଛି କି ବୋଲି ପଚାରବେ ତେବେ ଆମକୁ ମିଶା ସେମିତି ଆଗ କହିବେ ମୁଇଁ ଉଲି ଆସି ତୋକେ ଉଦ୍ଧାର କରବାର ଅଛି କି ବୋଲି ଦାସଙ୍କର ମାଧ୍ୟମ ଦେଇ ବାକ୍ୟ ମାଧ୍ୟମ ଦେଇ ତତେ ଉଦ୍ଧାର କରିବାକୁ ମୁଇଁ ଚାହୁଁଛି ତୋର ଇଚ୍ଛା ନାହିଁ ଆସିବାକୁ କି ବଞ୍ଚବାକୁ ବୋଲେ ମୋର ଦାୟୀ କି ବୋଲି ପଚାରବେ ତେବେ ଆମକୁ ସେମିତି ପ୍ରଭୁ ନ ପଚାରନ୍ତୁ ସେଥିପାଇଁ ପ୍ରଭୁ ଏ ବାକ୍ୟ ଦେଇଛନ୍ତି ଏ ବାକ୍ୟ ଦେଇ ପ୍ରଭୁ ଗୌରବ ପାଆନ୍ତୁ ପ୍ରଶଂସିତ ହୁଅନ୍ତୁ ଏବଂ ସମସ୍ତଙ୍କୁ ବୁଝିବାକୁ ସାହାଯ୍ୟ କରନ୍ତୁ ଆମେନ୍।